ସୁର ତରଙ୍ଗ ସଙ୍ଗୀତ କାର୍ଯ୍ୟକ୍ରମ ରାଉରକେଲାରେ। ରାଉରକେଲା କ୍ଲବରେ ସୁର ତରଙ୍ଗ ପରିବାର ପକ୍ଷରୁ କିଶୋର କୁମାର, ଲତା ମଙ୍ଗେଶକର, କୁମାର ସାନୁ ଓ ଅଭିଜିତଙ୍କ ଗୀତ ଉପରେ ଆଧାରିତ ଏକ ବିଶେଷ ସଙ୍ଗୀତ ସମାରୋହ ଆୟୋଜିତ ହୋଇଯାଇଛି। ଏଥିରେ ନୂତନ ସଭ୍ୟ ଶୁଭସ୍ମିତା ଦାସ ଓ ବିମଳ ପଟ୍ଟନାୟକ ମା ଦୁର୍ଗାଙ୍କୁ ମାଳା ଅର୍ପଣ କରି ଓ ଦୀପ ପ୍ରଜ୍ୱଳନ ମାଧ୍ୟମରେ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ। ପ୍ରଥମେ ଭଜନ ସିଂହ ନାସିନୀ, ପରେ ଜଗନ୍ନାଥ ଭଜନ ଓ ପରେ ମୁଖ୍ୟ ସଙ୍ଗୀତ ସେସନ୍ ଆରମ୍ଭ ହୋଇଥିଲା। ଅନୁଷ୍ଠାନର ମୁଖ୍ୟ ଦିଲ୍ଲୀପ କୁମାର ପରିଡ଼ା ସଭାରେ ସମସ୍ତଙ୍କୁ ସ୍ୱାଗତ କରି ଭବିଷ୍ୟତ କାର୍ଯ୍ୟକ୍ରମ ବିଷୟରେ ତାଙ୍କର ମତ ପ୍ରକାଶ କରିଥିଲେ। ଏହି କାର୍ଯ୍ୟକ୍ରମରେ ମୀନାକ୍ଷୀ ମହାରଣା, ଅନିରୁଦ୍ଧ ସାହୁ, ଶୁଭସ୍ମିତା ଦାସ, ବିମଳ ପଟ୍ଟନାୟକ, ମୀନା ପଟ୍ଟନାୟକ, ମନୋଜ ମହାନ୍ତ, ଡକ୍ଟର ସତ୍ୟନାରାୟଣ ମିଶ୍ର, ଇତି ପଟ୍ଟନାୟକ, ବସନ୍ତ ସ୍ୱାଇଁ, ନିବେଦିତା ସ୍ୱାଇଁ, ଜଗନ୍ନାଥ ସାହୁ, ବନଜ କୁମାର ଦାସ, ଦିଲ୍ଲୀପ କୁମାର ପରିଡ଼ା, ବିମଳ ସାହୁ, ଲୀନା ସେନାପତି, ଭେଙ୍କଟ ରାଓ, ମନୋଜ ସାହା ଓ ବିଶେଷ ଅତିଥି ସ୍ମିତା ମିଶ୍ର ସଙ୍ଗୀତ ପରିବେଷଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ସେୟାରର ଉପଦେଷ୍ଟା ସୁରେଶ ରାଉତରାୟ ସହଯୋଗ କରିଥିବା ବେଳେ ସଭାର ଅଧ୍ୟକ୍ଷତା କରିଥିଲେ ଡକ୍ଟର ସତ୍ୟନାରାୟଣ ମିଶ୍ର। ଶେଷରେ ଡକ୍ଟର ମିଶ୍ର ଧନ୍ୟବାଦ ଦେଇଥିଲେ। ବ୍ୟୁରୋ ନ୍ୟୁଜ୍ ଓଡ଼ିଶା କଥା ୟୁଟ୍ୟୁବ୍ ଚ୍ୟାନେଲଟିକୁ ଆପଣମାନେ ଦେଖୁଛନ୍ତି। ମତାମତ ଦିଅନ୍ତୁ, ଲାଇକ୍ କରନ୍ତୁ, ସବସ୍କ୍ରାଇବ୍ କରନ୍ତୁ ଓ ସେୟାର ମଧ୍ୟ କରନ୍ତୁ।